ওম নমো ভগবতে বাসুদেবায়। 19 অধ্যায় হিরণ্যাক্ষর বধ কথা 19ରେ ବ୍ୟବସ୍ଥା। ମୈତ୍ରେୟ ଉବାଚ ହେମନ୍ତ ବ୍ରହ୍ମାର ବଚନ ଶୁଣି ସନ୍ତୋଷ ଭଗବାନ। ଅମୃତ ପ୍ରାୟ ଶୁଣି କର୍ଣ୍ଣେ ଅସୁର ବଧେ ସାବଧାନେ। ଦକ୍ଷିଣ କରେ ଗଦା ଧରି ହୁଙ୍କାର ନାଦେ ଦଇତ୍ୟାରି। ନିର୍ଭୟ ଦେଖି ତା ନିକଟେ ପ୍ରହାର କଲେ କର୍ଣ୍ଣ ତଟେ। ତକ୍ଷଣେ ଦୈତ୍ୟ ଗଦା ବଳେ ଗଦା ପଡ଼ିଲା ହସ୍ତୁ ତଳେ। ବିଷ୍ଣୁଙ୍କୁ ହିରଣ୍ୟାକ୍ଷ ଚାହିଁ କ୍ଷତ୍ରିୟ ଧର୍ମ ବିଚାରଇ। ଆୟୁଧ ନାହିଁ ଏହା ହସ୍ତେ ଏହାକୁ ମାରିବି କେମନ୍ତେ। ଏମନ୍ତେ ବିଚାରୁ ଅସୁର ଶୂନ୍ୟେ ଶୁଭିଲା ହାହାକାର। ତା ଶୁଣି ପ୍ରଭୁ ଗଦାଧର ସମ୍ଭ୍ରମେ ତୋଳିବେ ନିକର। ବୋଲନ୍ତି ଦେବଗଣେ ଚାହିଁ ଭୟ ନ କର ତୁମ୍ଭେ କେହି। ଏମନ୍ତେ କହି ଦେବରାଜ ଊର୍ଦ୍ଧ୍ୱେ ତୋଳିଲେ ଦକ୍ଷ ଭୁଜ। ନିଜ ଆୟୁଧେ ସ୍ମରି ମନ ତକ୍ଷଣେ ଜାଣି ସୁଦର୍ଶନ। ବେଗେ ଧାଇଁଲା ଶୂନ୍ୟେ ବ୍ୟାପୀ ତେଜ ବିରାଜେ ବିଶ୍ୱରୂପୀ। ମିଳିଲା ବିଷ୍ଣୁ କରେ ଯାଇ ତାଦିତି ପୁତ୍ର ନ ଜାଣଇ। ଦେବେ ଦେଖନ୍ତି ଶୂନ୍ୟ ପଥେ ଚକ୍ରକୁ ଚାହିଁ ବିଷ୍ଣୁ ହସ୍ତେ। କହନ୍ତି ବିଚିତ୍ର ବଚନ ଭୋ ଦେବ ହେଉ ତୋ କଲ୍ୟାଣ। ଭୋ ନାଥ ତୋର ଦ୍ୱାରପାଳ ଏ ଦୁଷ୍ଟ ତେଜେ ଅନର୍ଗଳ। ଏହାର ପ୍ରାଣ ବେଗେ ହର ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର। ଦେବଙ୍କ ବାକ୍ୟ କର୍ଣ୍ଣେ ଶୁଣି କୋପେ ଧାଇଁଲା ବୀରମଣି। ସମୀପେ ଦେଖି ଚକ୍ରପାଣି ଓଷ୍ଠ କାମୋଡ଼େ ପୁଣି ପୁଣି। ନିଶ୍ୱାସ ଖର ତର ବହେ କୋପେ କମ୍ପଇ ତାରକାଏ। କରାଳ ଦିଶେ ତା ବଦନ ନୟନୁ ପ୍ରକାଶେ ଦହନ। ଦହିଲା ପ୍ରାୟ 10 ଦିଶେ ବେଗେ ଧାଇଁଲା ମହାରୋଷେ। ଡାକଇ ପୁରିଲା ତୋ କାଳ ମୋ ଗଦା ପ୍ରହାର ସମ୍ଭାଳ। ହେମନ୍ତ ବୋଲି କୋପ ଭରେ ପିଟିଲା ବିଷ୍ଣୁର ଉପରେ। ପବନ ବତ ଜଗନ୍ନାଥ ପାଦେ ହରିଲେ ଗଦାଘାତ। ଦୈତ୍ୟକୁ ବୋଲନ୍ତି ଉତ୍ତର ଯେବେ ଜିଣିବା ଇଚ୍ଛା ତୋର। ଉତ୍ତମ ଶସ୍ତ୍ର ଧରି ହସ୍ତେ ପ୍ରହାର କର ତୁହି ମୋତେ। ହେମନ୍ତ ଶୁଣିଣ ବଚନ କୋପେ କମ୍ପଇ ଅପଘନ। ଗୋବିନ୍ଦ ଶିରେ ଗଦାଘାତ ପଡ଼ିଲା ଯେହ୍ନେ ନିରିଘାତ। ଶବଦେ ଭୁବନ କମ୍ପିଲା ତକ୍ଷଣେ ଭୂମିରେ ପଡ଼ିଲା। ଭାଜିଲା ସତେ ଖଣ୍ଡ ହୋଇ ଦେବେ ଦେଖନ୍ତି ଶୂନ୍ୟେ ରହି। ଗଦା ଯାଚିଲେ ନାରାୟଣ ଅସୁର ନନେଲା ତା ପୁଣ। ଗଦା ବିଭଙ୍ଗେ କୋପ ଭରେ ତୀକ୍ଷ୍ମ ତ୍ରିଶୂଳ ଧରି କରେ। ଅନଳ ପ୍ରାୟ ଶୂଳ ଜଳେ ଦେଖି କମ୍ପିଲେ ଦିଗପାଳେ। ଯଜ୍ଞ ସ୍ୱରୂପୀ ବିଷ୍ଣୁ ଦେହେ ବ୍ରାହ୍ମଣେ ଅଭିଚାର ପ୍ରାୟେ। ଉଚ୍ଛେଦଇଲା ଶୂଳ ତୋଳି ପିଟିଲା ନେଇ ମହାବଳୀ। ସେ ଶୂଳ ଗଗନେ ପ୍ରକାଶେ ଜ୍ୱଳନ୍ତ ଅଗ୍ନି ପ୍ରାୟ ଦିଶେ। ତା ଦେଖି ପ୍ରଭୁ ଜଗନ୍ନାଥ ସୁତୀକ୍ଷ୍ମ ଚକ୍ର ଘେନି ହସ୍ତ। ଶୂଳ ଛେଦିଲେ ମହାଶୂନ୍ୟେ ଗରୁଡ଼ ପକ୍ଷ ଇନ୍ଦ୍ର ଯେହ୍ନେ। ତ୍ରିଶୂଳ ଭଗ୍ନ ଦେଖି ରୋଷେ ବେଗେ ମିଳିଲା ବିଷ୍ଣୁ ପାଶେ। ମୁଷ୍ଟି ଉଚାଇ ବଜ୍ର ପ୍ରାୟେ ପିଟିଲା ଯଜ୍ଞ ରୂପୀ ଦେହେ। ମାୟାବୀ ହିରଣ୍ୟାକ୍ଷ ବୀର ଶରୀର କଲା ଯେ ଅନ୍ତର। କେହି ନ ଦେଖେ କେଣେ ଗଲା ଅଦ୍ଭୁତ ଶବଦ ଶୁଭିଲା। ତାର ପ୍ରହାରେ ଯଜ୍ଞ ରୂପୀ ସ୍ୱଭାବେ ରହିଲେ ନ କମ୍ପି।
ଗଜକୁ ପୁଷ୍ପ ମଣ୍ଡା ଜେହ୍ନେ ପ୍ରହାରେ ଦୁଃଖ ନାହିଁ ମନେ। ପୁଣି କ୍ଷଣକେ ମହାରୋଷେ ଅସୁର ମିଳି ବିଷ୍ଣୁ ପାଶେ। ମାୟା ସର୍ଜିଲା ଅପ୍ରମିତେ ସେ ମାୟା ଧରର ଅଗ୍ରତେ। ସେ ମାୟା ଦେଖି ପ୍ରଜାଗଣେ ହସ୍ତ ଆଚ୍ଛାଦିଲେ ନୟନେ। ଶରୀର କମ୍ପେ ମହାଭୟେ ମଣିଲେ ପ୍ରଳୟର ପ୍ରାୟେ। ପ୍ରଚଣ୍ଡ ବାତ ବହେ ଖରେ ଶୂନ୍ୟୁ ପାଷାଣ ବୃଷ୍ଟି କରେ। ପାଂଶୁ ପୂରିଲା 10 ଦିଶେ ନିଷ୍ଠୁର ତମ ଯେ ପ୍ରକାଶେ। ଘୋର ଗର୍ଜନ ମାୟା ମେଘେ ବିଜୁଳି ପୁରେ 10 ଦିଗେ। বিষম মেঘর আচ্ছন্নে শূন্যে লুচিলে জ্যোতির্গণে। পূজ পুরিষ মূত্র অস্থি রুধির সঙ্গে বরসন্তি। পর্বত প্রায় দেহ করি রাক্ষসী নানা শস্ত্র ধরি। ধামন্তি অতি মহারোষে কটিবি বস্ত্র মুক্ত কেশে। হস্তে বিরাজে তীক্ষ্মশূল শুভই মুখ রাবগোল। প্রলয় কাল প্রায়ে মণি অদ্ভুতে কম্পই ধরণী। দক্ষ রাক্ষস পন্তি পন্তি রথ তুরঙ্গ নরহস্তি। কুৎসিত বাক্যে রাব শুভে শূন্যে কম্পন্তি সর্বদেবে। এমন্ত মায়া দেখি হরি নিশ্চয় জানিলে আসুরি। মায়াবী দর্প বিনাশনে কোপ বসিলা বিষ্ণু মনে। সুদর্শন ধরি করে হরি ধাইলে ধাতিকারে। তক্ষণে কশ্যপ ভুবনে ভয় পশিলা দিতি মনে। হৃদয় কম্পই কাতরে বাক্য ন স্ফুরে কণ্ঠদ্বারে। স্বামীর বচন সুমরে তনুরুধির ধারা ঝরে। চক্রর তেজে মায়া গলা রবি কিরণ প্রকাশিলা। দেখি অসুর মহাকোপে মিলিলা বিষ্ণুর সমীপে। ରୋଷେ ଅରୁଣ ଦିଶେ ଦୃଷ୍ଟି ଊର୍ଦ୍ଧ୍ୱେ ତୋଳିଲା ବେନି ମୁଷ୍ଟି। ଗୋବିନ୍ଦ ହୃଦେ ପ୍ରହାରିଲା ଶବଦେ ଭୁବନ କମ୍ପିଲା। ମୁଷ୍ଟି ବାଜିଲା ବଜ୍ର ପ୍ରାୟେ ଦେଖି କୋପିଲେ ଦେବରାଏ। କର ପ୍ରସାରି କର୍ଣ୍ଣମୂଳେ ଗୋବିନ୍ଦ ପ୍ରହାରିଲେ ବଳେ। ପୂର୍ବେ ଯେ ସନେ ସୁରରାଏ ବିଶ୍ୱକର୍ମାର ପୁତ୍ର ଦେହେ। ପ୍ରହାର କରି କର୍ଣ୍ଣମୂଳେ ପ୍ରାଣ ହରିଲେ ତାର ବଳେ। ଏମନ୍ତ ବିଷ୍ଣୁର ପ୍ରହାରେ ପ୍ରାଣ ଛାଡ଼ିଲା କଳେବରେ। ମୁଷ୍ଟି ପ୍ରହାରେ ମୁଣ୍ଡ ଫାଟି ପଡ଼ିଲା ମହି ତଳେ ଲୋଟି। ବୃକ୍ଷେ ଯେ ସନେ ବାୟୁ ବଳେ ଉପୁଡ଼ି ପଡ଼ଇ ଭୂତଳେ। ତେସନେ ଭୂମି ତଳେ ପଡ଼ି ଦଶନେ ଅଧର କାମୋଡ଼ି। ସେନାଦ କଲା ଘୋରତର ପ୍ରାଣ ଛାଡ଼ିଲା ମହାବୀର। ଅସୁର ମୃତ୍ୟୁ ଦେବେ ଦେଖି ମିଳିଲେ ଗଗନ ଉପେକ୍ଷୀ। ଦେଖିଲେ ଅସୁର ବଦନ ଭ୍ରୁକୁଟି କୁଟିଳ ନୟନ। ବିଧାତା ଆଦି ସୁର ବୃନ୍ଦ କରନ୍ତି ଜୟ ଜୟନାଦ। ବୋଲନ୍ତି ଧନ୍ୟ ଏ ଅସୁର ବିଷ୍ଣୁର ହସ୍ତେ ଗଲା ମାର। ଏମନ୍ତେ କେଲଭେ ମରଣ ଲଭିଲା ବିଷ୍ଣୁର ଚରଣ। ଧନ୍ୟ ଜୀବନଟିଏ ହାର ବ୍ରାହ୍ମଣ ସାପୁ ହେଲା ପାର। ପୁଣି ହୋଇବ ଜନ୍ମ ଦୁଇ ଏମନ୍ତ ବୋଲି ବିଷ୍ଣୁ ଚାହିଁ। ବ୍ରହ୍ମାଦି ଦେବେ କର ଯୋଡ଼ି ସ୍ତୁତି କରନ୍ତି ପାଦେ ପଡ଼ି। ଦେବା ଉଚୁହୁ ନମୋ ଅଖିଳ ଯଜ୍ଞତନ୍ତୁ ତୋ ଅବତାର ଭକ୍ତ ହେତୁ। ନିର୍ମଳ ସତ୍ତ୍ୱମୂର୍ତ୍ତି ଧରି ସଂସାର ପାଳୁ ନରହରି। ଆମ୍ଭର ଭାଗ୍ୟେ ଭଗବାନ ଏ ଦୁଷ୍ଟ କଲୁ ତୁ ନିଧନ। ତୋର ପ୍ରସନ୍ନେ ଜଗନ୍ନାଥ ଆମ୍ଭେ ଯେ ହୋଇଲୁ ନିଶ୍ଚିନ୍ତ।
ତୋର ସଂସାର ପାଳ ଏବେ ଏମନ୍ତ କହି ସର୍ବଦେବେ ଆନନ୍ଦେ ଗଲେ ନିଜପୁର ସୁମନେ ଶୁଣ ହେ ବିଦୁର। ମୈତ୍ରେୟ ଉବାଚ ଏମନ୍ତେ ହିରଣ୍ୟାକ୍ଷ ମାରି ଯଜ୍ଞ ବରାହ ରୂପ ଧରି ନିଜ ଭୁବନେ ହରି ଗଲେ ଉତ୍ସବ ପରମ ମଙ୍ଗଳେ। ବ୍ରହ୍ମାଦି ଦେବେ କଲେ ସ୍ତୁତି ନିଜ ଭୁବନେ ଲକ୍ଷ୍ମୀପତି। ଭକ୍ତ ଉଦ୍ଧରି ମହାତୋଷେ ମିଳିଲେ କମଳାର ପାଶେ। ତୁ ଯାହା ପଚାରିଲୁ ମୋତେ ପ୍ରସନ୍ନେ କହିଲି ମୁଁ ତୋତେ। ବିଷ୍ଣୁର ଲୀଳା ଅବତାର ହିରଣ୍ୟାକ୍ଷର ଯେ ଉଦ୍ଧାର। ସୁତ ଉବାଚ ଏମନ୍ତେ ମୈତ୍ରେୟ ବାଣୀ ବିଦୁର ସାବଧାନେ ଶୁଣି ପରମାନନ୍ଦ ସେ ଲଭିଲା କାନନେ ପାରାଶର ବଳା। ଅନ୍ୟ ଯେ ପୁଣ୍ୟ ଶ୍ଲୋକ ଜନେ ନାନା ପ୍ରକାରେ ଏ ଭୁବନେ ତାହାଙ୍କ ଯଶ କର୍ଣ୍ଣେ ଶୁଣି ଭବସାଗରୁ ତରେ ପ୍ରାଣୀ। କୃଷ୍ଣର ଗୁଣ ଅବତାର କର୍ଣ୍ଣେ ଅମୃତ ରସଧାର। ଶୁଣି ସୁଜନେ କର୍ଣ୍ଣ ଦ୍ୱାରେ କିମ୍ପାନ ତରିବେ ସଂସାରେ। ବନସ୍ଥ ଗଜ ଜଳେ ପଶି କରିଣି ପଲ ମଧ୍ୟେ ମିଶି ଜଳେ ଚରନ୍ତେ ପଦ୍ମବନେ କୁମ୍ଭୀର ଗ୍ରାସିଲା ଚରଣେ। ଚରଣ ନ ପାରିଲାଣି ଅନେକ ହସ୍ତି ତାକୁ ଟାଣି। ନ ପାରି ହୋଇଲେ ବିଷାଦ ଚିତ୍ତେ ଚିନ୍ତଇ ବିଷ୍ଣୁପଦ। ତକ୍ଷଣେ ପ୍ରଭୁ ଚକ୍ରପାଣି ଗଜ ରଖିଲେ ଗ୍ରାହ ହାଣି। ତାର ଚରଣେ ମୁନି ବୃନ୍ଦେ ନାନା ପ୍ରକାର ଯୋଗ ସାଧ୍ୟେ। ଅଭୟ ପଦେ ସେ ପଶନ୍ତି ସେ ଅନ୍ୟ ଭାବ ନ ଚିନ୍ତନ୍ତି। ଅସାଧୁ ଜନେ ଅଗୋଚର ଯାନାମ ଅଭୟ ପଞ୍ଜର। ହିରଣ୍ୟାକ୍ଷର ବଧ ତତ୍ତ୍ୱ ଅମୀୟ ରସ ଭାଗବତ। ନିଜ ଭକତ ଉଦ୍ଧାରିଣ ଶୁକର ରୂପେ ନାରାୟଣ। ଧରଣୀ ଉଦ୍ଧରିଲେ ଦନ୍ତେ କ୍ରୀଡ଼ା ବିହାର ଏ ଜଗତେ। ଏକଥା ଶ୍ରବଣ କୀର୍ତ୍ତନ କରି ବଞ୍ଚନ୍ତି ଯେଉଁ ଜନ। ବ୍ରାହ୍ମଣ ବଧ କରିଥିଲେ ଦୋଷ ନ ଲାଗେ ତାକୁ ଭଲେ। ଏ ପୁଣ୍ୟ ଯଶ ହରି କଥା ଧନ ଆୟୁଷ ମୋକ୍ଷଦାତା। ପ୍ରାଣ ଇନ୍ଦ୍ରିୟ ସୁଖ ବଢ଼େ ଦୁର୍ଗତି ରିଷ୍ଟ ବାଧା ଛାଡ଼େ। ସୁଜନ ସଙ୍ଗେ ଯେବେ ମିଶେ ଅନ୍ତେ ଗୋବିନ୍ଦ ପାଦେ ପଶେ। ଏକଥା ଶୁଣି ସାଧୁ ଜନେ ବଞ୍ଚିବ ଶ୍ରବଣ କୀର୍ତ୍ତନେ। ତୃତୀୟ ସ୍କନ୍ଧେ ଭାଗବତ ମୈତ୍ରେୟ ବିଦୁର ଚରିତ। ଯେତେ କହିଲେ ହରିବାଣୀ ଶୁଣି ସଂସାରୁ ତର ପ୍ରାଣୀ। ଭାଷା ପ୍ରବନ୍ଧେ ଭାଗବତ କହିଲା ବିପ୍ର ଜଗନ୍ନାଥ। ସୁଜନେ ଦୋଷ ମନ ଧର ମୁଁ ତୁମ୍ଭ ଚରଣେ କିଙ୍କର। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ हिरण्याक्ष बद्धो नाम ऊनविंशोऽध्यायः। श्रीकृष्णं समर्पणमस्तु। ओम नमो भगवते वासुदेवाय।